ଶିଖ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍ ମୁଁ ସନତ କୁମାର ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ଆମେ ଜାଣିବା ଯେଉଁ ଆମ ବ୍ୟାଙ୍କ ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଆମ ବ୍ୟାଙ୍କ ଘୋଷଣା କରିଛନ୍ତି ସେ ଆମ ବ୍ୟାଙ୍କ ପ୍ରଥମେ ତ ଆମେ କହିବି କ'ଣ କ'ଣ ଆପଣଙ୍କ ପାଖରେ ସ୍କିମ୍ର ଡିଟେଲ୍ସ କହିବି, କେମିତି କ'ଣ ଆପ୍ଲାଏ କରିବେ ଏବଂ କେମିତି କ'ଣ ତା'ର ବେନିଫିଟ୍ ରହିବ, କ'ଣ କ'ଣ ବେନିଫିଟ୍ ଲୋକମାନେ ପାଇବେ ଓ ଆପଣ କ'ଣ ବେନିଫିଟ୍ ପାଇବେ ଏବଂ ଆମ ବ୍ୟାଙ୍କ ଖୋଲିବା ପାଇଁ ଆପଣଙ୍କ ପାଖରେ କ'ଣ ଶିକ୍ଷାଗତ ଯୋଗ୍ୟତା ରହିବା ଦରକାର, ଏ ସବୁ ସବିଶେଷ ବିବରଣୀ ଏ ଭିଡ଼ିଓରେ ଆପଣ ଜାଣିବା ପାଇଁ ପାଇବେ। ତା ପୂର୍ବରୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ଦେଖନ୍ତୁ ଆମ ବ୍ୟାଙ୍କ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନାଉନ୍ସ କରିଥିଲେ ଓଡ଼ିଶା ଆମ ବ୍ୟାଙ୍କ ସ୍କିମ୍, ଇଏ ଗୋଟେ ହେଉଛି କୋଲାବୋରେସନ୍ ଅଫ୍ ଦ 6 ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ସ। ତ 6ଟା ଯେଉଁ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଛି SBI, PNB, UBI, ଦେନ୍ ୟୁକୋ ବ୍ୟାଙ୍କ ଆଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣ୍ଡ ବ୍ୟାଙ୍କ ଅଫ୍ ବରୋଦାର ଯେଉଁ 6ଟା ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅଛି ତାର ଏଗେନଷ୍ଟରେ ତ ତାର କୋଲାବୋରେସନରେ ଆମେ କହିପାରିବା CSP ପ୍ଲସ୍ ଖୋଲାଯିବ। ଯେଉଁ ପଞ୍ଚାୟତରେ ବ୍ୟାଙ୍କିଂ ଫ୍ୟାସିଲିଟିଜ୍ ନାହିଁ, ଅର୍ଥାତ୍ ଯେଉଁ ବ୍ୟାଙ୍କରେ ଯେଉଁ ପଞ୍ଚାୟତରେ ବ୍ୟାଙ୍କ ନାହିଁ ତ ସେଇ ବ୍ୟାଙ୍କରେ CSP ପ୍ଲସ୍ ବା ଆମେ ତାକୁ କହିପାରିବା ଆମ ବ୍ୟାଙ୍କ ସର୍ଭିସ୍ ଖୋଲାଯିବ। ତ ଏଥିପାଇଁ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ, ଯଦି ଆପଣ ଆମ ବ୍ୟାଙ୍କ ଖୋଲିବା ପାଇଁ ଚାହୁଁଛନ୍ତି କ'ଣ ଆପଣଙ୍କ ପାଖରେ ଇଲିଜିବିଲିଟି କ୍ରାଇଟେରିଆ ଥିବା ଦରକାର। ଦେଖନ୍ତୁ ବ୍ୟାଙ୍କ ଖୋଲିବା ପାଇଁ ଆପଣ ପ୍ରଥମତଃ ମେଟ୍ରିକ୍ ପାସ୍ ଆଉଟ୍ ହେଇଥିବା ଦରକାର ଏବଂ IIBF ଯେଉଁ BC ମଡ଼େଲ୍ ଅଛି ତାକୁ ପାସ୍ କରିଥିବା ନିହାତି ଜରୁରୀ। IIBC ମଡ଼େଲ୍ ଯେଉଁମାନେ ପାସ୍ କରିନାହାନ୍ତି ସେମାନେ ଆମ ବ୍ୟାଙ୍କର ଫ୍ୟାସିଲିଟିଜ୍ ନେଇପାରିବେ ନାହିଁ, ଅର୍ଥାତ୍ ଆମ ବ୍ୟାଙ୍କର ଯେଉଁ BC ବା ବିଜନେସ୍ କରେସ୍ପଣ୍ଡେଣ୍ଟ ହେଇପାରିବେ ନାହିଁ। ତ ପ୍ରଥମ କଥା ହେଉଛି ଆପଣମାନେ ଯେଉଁମାନେ ଇଣ୍ଟରେଷ୍ଟିଂ ଅଛନ୍ତି ଏସବୁ କରିବା ପାଇଁ, ଆମ ବ୍ୟାଙ୍କର BC ନେବା ପାଇଁ ବା ଆମ ବ୍ୟାଙ୍କର ଜଣେ ଷ୍ଟାଫ୍ ହିସାବରେ କାମ କରିବା ପାଇଁ, ତ ସେମାନେ ପ୍ରଥମେ ମେଟ୍ରିକ୍ ପାସ୍ କରିଥିବା ଦରକାର ଏବଂ ସେମାନେ IIBF BC ମଡ଼େଲ୍ ପାସ୍ କରିଥିବା ଦରକାର। ଦେନ୍ ଇଏ ହେଉଛି ଆପଣମାନେ ଆମ ବ୍ୟାଙ୍କ ଥ୍ରୋରେ ଆପଣମାନେ କ'ଣ କରିପାରିବେ। ପ୍ରଥମେ ତ ଆପଣ ଜାଣିଥିବେ, ଜଷ୍ଟ ଲାଇକ୍ ମୁଁ ପ୍ରିଭିୟସ୍ ଭିଡ଼ିଓରେ ମଧ୍ୟ କହିଥିଲି, ଇଏ ଗୋଟେ BC ପଏଣ୍ଟ ଅର୍ଥାତ୍ ବିଜନେସ୍ କରେସ୍ପଣ୍ଡେଣ୍ଟ ପଏଣ୍ଟ ଯାହା ବି ଥିଲା ଇଏ ହେଉଛି ସେମ୍ ଜିନିଷ, ସେଇଆ ହିଁ ଆପଣ ଆକାଉଣ୍ଟ ଓପନିଂ କରିପାରିବେ, ଦେନ୍ କ୍ୟାସ୍ ଡିପୋଜିଟ୍ କରିପାରିବେ, କ୍ୟାସ୍ ୱିଡ୍ରଲ୍ କରିପାରିବେ, ଫଣ୍ଡ ଟ୍ରାନ୍ସଫର୍ କରିପାରିବେ, ଆପଣଙ୍କ ଲୋନ୍ ଯଦି ଲୋନ୍ର ରିପେମେଣ୍ଟ ମଧ୍ୟ କରିପାରିବେ। ଦେନ୍ ଆପଣ PMJJBY ଅର୍ଥାତ୍ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, PMSBY ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଯେଉଁଟା 20 ଟଙ୍କାର ଆପଣମାନେ ଗୋଟେ ପ୍ରଧାନମନ୍ତ୍ରୀଙ୍କର ବହୁତ ହି ଗୋଟେ ପପୁଲାର ଯୋଜନା, ଯେଉଁ 20 ଟଙ୍କାରେ ଇନ୍ସୁରାନ୍ସ 2 ଲକ୍ଷ ଟଙ୍କା ରହୁଛି। ଦେନ୍ API ଅଟଳ ପେନ୍ସନ୍ ଯୋଜନା ଆପଣ କରିପାରିବେ। ଦେନ୍ ବ୍ୟାଙ୍କ ବ୍ରାଞ୍ଚେସ୍, ଏଇଟା ହେଉଛି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆପଣମାନେ ଏଇଥିରେ କରିପାରିବେ। ତ ଏଥିରେ ବେନିଫିଟ୍ ତ ଆପଣମାନେ ସେମିତି କିଛି କୁହାଯାଇନି ଆପଣ କେତେ ଟଙ୍କା ସାଲେରୀ ହିସାବରେ ପାଇବେ, ତଥାପି ଏଜ୍ ପର୍ ଦ ରିପୋର୍ଟ ଅଫ୍ ଦ ଓଡ଼ିଶା ଦ ଆମ ବ୍ୟାଙ୍କ ଫାଇନାନ୍ସିଆଲ ଇନକ୍ଲୁଜନ୍ ରିଭାଇଲ୍ ଦ ପ୍ରୋଭିଜନ୍ ଆରାଉଣ୍ଡ 500 କରୋଡ଼ ଅର୍ଥାତ୍ 500 କୋଟି ଟଙ୍କାର ଏଥିରେ ନିବେଶ କରାଯିବ। ତ ସେଇଥିରୁ ଆପଣମାନଙ୍କର କିଛି ବି ବର୍ତ୍ତମାନ ସୁଦ୍ଧା କିଛି ନୋଟିଫିକେସନ୍ ଆସିନାହିଁ, ତ ସେଇ 500 କୋଟି ଟଙ୍କା ଭିତରେ ଏସବୁ ଜିନିଷ ଏଷ୍ଟାବ୍ଲିଶମେଣ୍ଟ କରାଯିବ, ମାନେ ଆପଣଙ୍କ ପଛରେ ହିଁ ଖର୍ଚ୍ଚ କରାଯିବ 500 କୋଟି ଟଙ୍କା। ଦେନ୍ ଆପଣଙ୍କୁ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଭିଡ଼ିଓ ଦେଖୁଛନ୍ତି କ'ଣ ସାର୍ କେମିତି କହିବେ, କେମିତି ଆପ୍ଲାଏ କରିବେ। ଦେଖନ୍ତୁ ଏହାର ପ୍ରୋସିଡ଼ିଓର ଆକ୍ଚୁଆଲି ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ କେମିତି କିଛି ଦିଆଯାଇ ନାହିଁ। ଯଦି ଏହାର ଡିଟେଲ୍ସ ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ପ୍ରଥମେ ଆପଣଙ୍କର ଯେଉଁ ବ୍ରାଞ୍ଚେସ୍ ଅଣ୍ଡରରେ ଯାଉଛି, ଯେଉଁଟାକି ଆପଣଙ୍କର ସର୍ଭିସ୍ ଏରିଆ ବ୍ରାଞ୍ଚେସ୍ ରହୁଛି, ଆପଣ ମନେ କରନ୍ତୁ ଆପଣଙ୍କ ନିୟରେଷ୍ଟରେ ୟୁକୋ ବ୍ୟାଙ୍କ ଅଛି, ଅର୍ଥାତ୍ ୟୁକୋ ବ୍ୟାଙ୍କର ସର୍ଭିସ୍ ଏରିଆ ଯେଉଁଟା ରହୁଛି, ତ ୟୁକୋ ବ୍ୟାଙ୍କରେ ଯାଇକି ଆପଣ କଣ୍ଟାକ୍ଟ କରିପାରିବେ ତାଙ୍କର ବ୍ରାଞ୍ଚ ମ୍ୟାନେଜର ସହିତ ଏବଂ କଣ୍ଟାକ୍ଟ କରିବା ଆଗରୁ ଆପଣମାନେ IIBF ଏକ୍ଜାମ୍ ଏବଂ ପାସ୍ ଆଉଟ୍ ହେଇଥିବା ନିହାତି ଜରୁରୀ ଏବଂ IIBFର ସାର୍ଟିଫିକେଟ୍ ନିହାତି ଥିବା ଦରକାର ଏବଂ ସେ ତାଙ୍କର କ୍ରେଡ଼ିଟ୍ ସ୍କୋରିଂ ଯେଉଁ ସିଭିଲ୍ ସ୍କୋର୍ ଭଲ ଥିବା ନିହାତି ଜରୁରୀ, କାହିଁକି ଆପଣ ଜଣେ ବ୍ୟାଙ୍କରେ କାମ କରିବେ ମାନେ ଆପଣଙ୍କର ସିଭିଲ୍ ସ୍କୋର୍ ବି ଭଲ ଥିବା ଦରକାର। ଦେନ୍ ଆପଣଙ୍କର ଯେଉଁ ପୁଲିସ୍ ଭେରିଫିକେସନ୍ ସାର୍ଟିଫିକେଟ୍ ମଧ୍ୟ ଆପଣ ଆପ୍ଲାଏ କରିଦିଅନ୍ତୁ, କାହିଁକିନା ଆପଣଙ୍କର ପୁଲିସ୍ ଭେରିଫିକେସନ୍ ସାର୍ଟିଫିକେଟ୍ ବା କ୍ୟାରେକ୍ଟର ସାର୍ଟିଫିକେଟ୍ ଆପଣଙ୍କୁ ନିହାତି ଜରୁରୀ ହେଇଥାଏ। ତ ଏସବୁ ଡିଟେଲ୍ସ ଜିନିଷକୁ ଆପଣମାନେ ପ୍ରଥମେ ପ୍ରସ୍ତୁତ କରିଦିଅନ୍ତୁ, ଦେନ୍ ଆପଣଙ୍କ ବ୍ରାଞ୍ଚ ମ୍ୟାନେଜର ସହିତ କଣ୍ଟାକ୍ଟ କରନ୍ତୁ, ଦେନ୍ ଆପଣଙ୍କୁ ମିଳିପାରିବ ଏ ଆମ ବ୍ୟାଙ୍କର BC ପଏଣ୍ଟ ବା ଆମ ବ୍ୟାଙ୍କର ଆଉଟଲେଟ୍ ଆପଣମାନଙ୍କୁ ମିଳିପାରିବ। ଇଏ ଥିଲା ଆଜିର ଗୋଟେ ଅପଡ଼େଟ୍। ତ ଏଇଭଳି ଭାବରେ ନୂଆ ନୂଆ ଭିଡ଼ିଓ ଏବଂ ଗଭର୍ଣ୍ଣମେଣ୍ଟର ଅପଡ଼େଟ୍ ପାଇବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।